ମଧ୍ୟ କରିପାରିବା। କିନ୍ତୁ ଆଜିର ମନୁଷ୍ୟ ସଦା ପରଚିନ୍ତନ ପରଦର୍ଶନରେ ଲିପ୍ତ। ତେଣୁ ସେ ସଦା ଚିନ୍ତାଗ୍ରସ୍ତ ଓ ଦୁଃଖମୟ ଜୀବନଯାପନ କରୁଛି। ସ୍ୱଚିନ୍ତନ ଉନ୍ନତିର ସିଢ଼ି, ପରଚିନ୍ତନ ପତନର ଜଡ଼। ଅନ୍ତର୍ମୁକ୍ତା ଗୁଣଧାରୀ ବ୍ୟକ୍ତିର ଜୀବନରେ ତିଳେ ମାତ୍ର ନଥାଏ ଦୁଃଖ ବା କ୍ଲେଶ। ଘୃଣା, ନିନ୍ଦା, ଦ୍ୱେଷ, ଈର୍ଷା, ପରଶ୍ରୀ କାତରତା ଆଦି ତା ଜୀବନକୁ ତିଳେ ମାତ୍ର ସ୍ପର୍ଶ କରିପାରେ ନାହିଁ। ସେ ସଦା ସମସ୍ତଙ୍କୁ ଶୁଭ ଭାବନା, ଶୁଭ କାମନା ପ୍ରଦାନ କରିଥାଏ। କଦାପି